ଆଜି ମୋ ପାଖରେ କିଛି ମେଜରମେଣ୍ଟ ଇନଷ୍ଟ୍ରୁମେଣ୍ଟ ରହିଛି। ତା ଭିତରୁ ମୁଁ ପ୍ରଥମେ ଏ ଦୁଇଟି ଦେଖାଇବା ପାଇଁ ଚାହୁଁଛି। ଯେଉଁ ଦୁଇଟି ଏବେ ମୋ ପାଖରେ ଅଛି ଆପଣ ଦେଖିପାରୁଥିବେ ସ୍କ୍ରିନ୍ରେ। ଯେଉଁଟା ଗୋଟେ ରହୁଛି ଆମର ମଲ୍ଟିମିଟର, ଗୋଟେ ରହୁଛି କ୍ଲାମ୍ପ ମିଟର। ଆଜି ଆମେ ଜାଣିବା ଏ ଦୁଇଟା ମେସିନ୍ ଭିତରେ ଆମେ କ'ଣ କ'ଣ ମେଜରମେଣ୍ଟ କରିପାରିବା। ପ୍ରଥମେ ଆପଣ ଏମିତି ଫିଡ଼ରରେ ଲାଗିଥିବା ଭୋଲ୍ଟ ମିଟର ମଧ୍ୟ ଦେଖିଥିବେ, ଫିଡ଼ରରେ ଲାଗିଥିବା ଆମ୍ପିୟର ମିଟର ମଧ୍ୟ ଦେଖିଥିବେ। ଏ ଦୁଇଟାକ କାମ ମଧ୍ୟ ଏ ମଲ୍ଟିମିଟରରେ ହୋଇଥାଏ। ତାପରେ ରହୁଛି ଆମର ରେଜିଷ୍ଟାନ୍ସ, ଡିସି ଭୋଲ୍ଟେଜ୍, ଡାಯೋଡ଼, କଣ୍ଟିନ୍ୟୁଟି ବା ଆପଣ ଯେଉଁ କଣ୍ଟିନ୍ୟୁଟିରେ ଯେଉଁ ବଜର ରହୁଛି, ବଜର ମଧ୍ୟ ସବୁକିଛି ଆମର ମଲ୍ଟିମିଟରରେ ଆମର କାମ ହୋଇଯାଇଥାଏ। ଆସନ୍ତୁ ଜାଣିବା ଇଏ କେମିତି କ'ଣ କାମ କରିଥାଏ। ଆଉ ଆପଣ ଜାଣିବେ କେମିତି ଆମେ କେମିତି ଡାಯೋଡ଼ ଚେକ୍ କରିବା, କେମିତି କଣ୍ଟିନ୍ୟୁଟି ଚେକ୍ କରିବା, କେମିତି ଡିସି ଭୋଲ୍ଟେଜ୍ ଚେକ୍ କରିବା, କେମିତି ରେଜିଷ୍ଟାନ୍ସ ଚେକ୍ କରିବା, କେମିତି ଏସି ଭୋଲ୍ଟେଜ୍, ସେ ବିଷୟରେ ଆମେ ଜାଣିବା। ଆଉ ଏ ଯେଉଁ ଦୁଇଟା ପ୍ଲଗ୍ ରହୁଛି, ପ୍ଲଗ୍ ଦୁଇଟାର ବ୍ୟବହାର କେମିତି କରାଯାଏ ସେ ବିଷୟରେ ଜାଣିବା। ପ୍ରଥମେ ଇଏ ରହୁଛି ଆପଣଙ୍କର ସିମ୍ବଲ୍, ହେଉଛି ଏସି ସିମ୍ବଲ୍। ଆମର ଏସି ଭୋଲ୍ଟେଜ୍ ଦେଖିବା ପାଇଁ ଏ ତା'ର ସିମ୍ବଲ୍। ଆପଣ ଏସି ସିମ୍ବଲ୍ରେ ସିଲେକ୍ଟ କରିକି ଆପଣ ଏସି ଭୋଲ୍ଟେଜ୍ ଦେଖିପାରିବେ। ତାପରେ ରହୁଛି ଆମର ଡିସି ସିମ୍ବଲ୍ ରହୁଛି ଏଇଟା। ଆପଣ ଡିସି ଏଇଭଳିଆ ଚିହ୍ନ ଯେଉଁଠି ଦେଖିବେ ସେଇ ମଧ୍ୟରେ ଆପଣ ସେ ସିଲେକ୍ଟର ସୁଇଚ୍ ବୁଲେଇକି ଆପଣ ଡିସି ଭୋଲ୍ଟେଜ୍ ଦେଖିପାରିବେ। ତାପରେ ହେଉଛି ଆମ୍ପିୟର ବା ଆମର କରେଣ୍ଟ ଯେଉଁ ଦେଖାଏ। ଆପଣ ମଧ୍ୟ ଏଇଭଳିଆ ଚିହ୍ନ ଯେଉଁଠି ଥିବ ସେଇଠି ଆପଣ ସିଲେକ୍ଟ କରିକି ଆପଣ କ'ଣ କରିପାରିବେ, ମଲ୍ଟିମିଟରରେ ମଧ୍ୟ ଆପଣଙ୍କର କେତେ ଆମ୍ପିୟର କରେଣ୍ଟ ନେଉଛି ତାହା ମଧ୍ୟ ଦେଖିପାରିବେ। ତାର ରହୁଛି HZ, ଯେଉଁଟାକି ଆମେ ଫ୍ରିକ୍ୱେନ୍ସି କହୁଛନ୍ତି। ଏଇଭଳିଆ ଚିହ୍ନ ମଧ୍ୟ ଯେଉଁଠି ଆପଣ ଦେଖୁଛନ୍ତି ସେଇ ଜାଗାରେ ସିଲେକ୍ଟ କରିକି ଆପଣ ଫ୍ରିକ୍ୱେନ୍ସି ଦେଖିପାରିବେ। ତାପରେ ହେଉଛି ରେଜିଷ୍ଟର ବା ରେଜିଷ୍ଟାନ୍ସ। ଆପଣ ଦେଖିବାକୁ ଗଲେ ଏଇଭଳିଆ ଚିହ୍ନ ଯେଉଁଠି ବା ଓମ୍ ଚିହ୍ନ ଯେଉଁଠି ଆମର ଥିବ ସେଇ ଜାଗାରେ ଆପଣ ସିଲେକ୍ଟ କରିକି ଆପଣଙ୍କ ରେଜିଷ୍ଟାନ୍ସ କେତେ ଅଛି ତାହା ମଧ୍ୟ ଦେଖିପାରିବେ। ତାପରେ ଆପଣଙ୍କୁ ଫିଡ଼ରରେ ମଧ୍ୟ ଏମିତି HZ ଲେଖା ହେଇଥିବା ଫ୍ରିକ୍ୱେନ୍ସି ମିଟର ମଧ୍ୟ ଫିଡ଼ରରେ ଦେଖିବା ପାଇଁ ମିଳିଥାଏ। ତାପରେ ଆମେ ଜାଣିବା ମଲ୍ଟିମିଟରର କ'ଣ କ'ଣ ପାର୍ଟସ୍ ରହୁଛି। ପ୍ରଥମେ ଉପରେ ଆର ଯେଉଁଟାକି ଆପଣ ଦେଖିବେ ଯେଉଁଠି ଆପଣଙ୍କର ଭୋଲ୍ଟେଜ୍ ବା ଆପଣ କରେଣ୍ଟ ରେଜିଷ୍ଟାନ୍ସ ଶୋ କରୁଥିବ ତାକୁ ଆମେ ଡିସପ୍ଲେ କହିଥାନ୍ତି। ତାପରେ ରହୁଛି ଆମର ବ୍ରାଇଟନେସ୍ ପୁଶ୍ ବଟନ୍ ରହୁଛି, ସିଲେକ୍ଟର ସୁଇଚ୍ ରହୁଛି, ବାନାନା ସକେଟ୍ ଆଉ ବାନାନା ପ୍ଲଗ୍ ରହୁଛି। ଏଇଭଳି ଭାବରେ ଆମର ମଲ୍ଟିମିଟର ରହିଥାଏ। ତାପରେ ରହୁଛି ଆମର କ୍ଲାମ୍ପ ମିଟର। କ୍ଲାମ୍ପ ମିଟରରେ ମଧ୍ୟ ସେ ବାନାନା ପ୍ଲଗ୍, ବାନାନା ସକେଟ୍ ମଧ୍ୟ ରହିଥାଏ। କ୍ଲାମ୍ପ ମିଟର ମଧ୍ୟ ଆମେ ଏସି ଭୋଲ୍ଟେଜ୍, ଏସି କରେଣ୍ଟ, ଡିସି ଭୋଲ୍ଟେଜ୍, ରେଜିଷ୍ଟାନ୍ସ, କଣ୍ଟିନ୍ୟୁଟି ଏଇଭଳିଆ ରହିଥାଏ। ବାନାନା ପ୍ଲଗ୍, ବାନାନା ସକେଟ୍ ମଧ୍ୟ ରହିଥାଏ। ମଧ୍ୟରେ ମଧ୍ୟ ଆମେ ଏସବୁ ଚେକ୍ କରିପାରିଥାନ୍ତି। ତାପରେ ଆମର ରହୁଛି ମଟର। ମଟରରେ ଆମେ ସାଧାରଣତଃ କ'ଣ କରିଥାନ୍ତି, ମଲ୍ଟିମିଟର ନେଇଥାନ୍ତି। ମଟରକୁ ଆମେ କ'ଣ କରିଥାନ୍ତି, ତା'ର ରେଜିଷ୍ଟାନ୍ସ କେତେ ଭୋଲ୍ଟେଜ୍ ନେଉଛି, କେତେ ଆମ୍ପିୟର କରେଣ୍ଟ ନେଉଛି, ଆଉ ତା'ର କଣ୍ଟିନ୍ୟୁଟି ମଧ୍ୟ ଆମେ ଚେକ୍ କରିଥାନ୍ତି। କିନ୍ତୁ କେତେ ସ୍ପିଡ଼ରେ ସେ ବୁଲୁଛି ତାକୁ ଆମେ ଚେକ୍ କରିପାରିନଥାନ୍ତି ମଲ୍ଟିମିଟରରେ କି ଆମର କ୍ଲାମ୍ପ ମିଟରରେ। ତାକୁ ଆମେ କ'ଣ କରିଥାନ୍ତି, ତା'ର RPM ଦେଖିବାକୁ ଗଲେ ଆମେ ବ୍ୟବହାର କରିଥାନ୍ତି ଟାକୋମିଟର। ଯେଉଁ ଟାକୋମିଟରରେ କ'ଣ ହେଇଥାଏ, ଟାକୋମିଟରର ସାଫ୍ଟ ସହିତ ଆମର ମଟର ସାଫ୍ଟକୁ ଆମେ ଏଇଭଳିଆ ଲଗେଇଥାନ୍ତି। ଲଗାଇଲା ପରେ କ'ଣ ହେଇଥାଏ, ଆମର ଟାକୋମିଟର ଡିସପ୍ଲେରେ କେତେ RPMରେ ମଟର ବୁଲୁଛି ତାକୁ ଆମକୁ ଶୋ କରିଥାଏ। କିନ୍ତୁ ଉପରେ ଯେଉଁ ଟାକୋମିଟରଟି ଆପଣ ଦେଖିବା ପାଇଁ ପାଉଛନ୍ତି, ଯେଉଁଟାକି ଛୋଟ ମଟର ଭଳିଆ ଦେଖାଯାଉଛି, ସେ କ'ଣ ହେଇଥାଏ, ତା ସାଫ୍ଟ ସହିତ ଆମର ମଟର ସାଫ୍ଟକୁ କପଲିଂ କରାଯାଇଥାଏ। କପଲିଂ କରିବା ଫଳରେ କ'ଣ ହେଇଥାଏ, ଆମର କନଷ୍ଟାଣ୍ଟ ଆପଣ ଫିଡ଼ବ୍ୟାକ୍ ପାଇଥାନ୍ତି ବା କନଷ୍ଟାଣ୍ଟ ଆପଣ ଦେଖିପାରିଥାନ୍ତି ମଟର କେତେ ସ୍ପିଡ଼ରେ ବୁଲୁଛି। ତାପରେ ରହୁଛି ଆମର ଏନକୋଡ଼ର। ଏନକୋଡ଼ର ମଧ୍ୟ ସେଇଭଳିଆ କେତେ ସ୍ପିଡ଼ରେ ବୁଲୁଛି ତାକୁ ମଧ୍ୟ କହିଥାଏ। ଏନକୋଡ଼ର ପୋଜିସନ୍ ବତେଇଥାଏ, ସାଫ୍ଟ ଏବେ କେଉଁ ପୋଜିସନ୍ରେ ରହିଛି।